ବନ୍ଧୁଗଣ ସମସ୍ତଙ୍କୁ ସ୍ୱାଗତ। 26 ମସିହା ଆସିବା ହେଉଛି। ସାଥିରେ ଆଣିଛି ଲଘୁଚାପ, ଉତ୍ତରା ପବନ, ଝିପିରି ବର୍ଷା, ହାଡ଼ଭଙ୍ଗା ଜାଡ଼। ତେଣୁ ଜନଜୀବନ ଅସ୍ତବ୍ୟସ୍ତ ହେବ। ତଥାପି ଆମେ ମଣିଷ, ସମୟ ବଡ଼ ବଳବାନ। ଆମେ ନିଜେ ଭୁଲ କଲେ ବି ଭଲ ଖୋଜୁ। ଆମେ କାହାର ଉପକାର କରିବାକୁ ଚିନ୍ତା କରୁନା, କିନ୍ତୁ ସମସ୍ତେ ଆମର ଉପକାର କରନ୍ତୁ ଏହି ଚିନ୍ତା କରୁ। ଏବେ ଆମ ସମସ୍ତଙ୍କର ମଙ୍ଗଳ ହେବ, ଏଥିପାଇଁ ଶାନ୍ତି ପ୍ରାର୍ଥନା କରିବା। ଦେହୁ ଶାନ୍ତି, ଅନ୍ତରିକ୍ଷଂ ଶାନ୍ତି, ପୃଥିବୀ ଶାନ୍ତି, ରାପ ଶାନ୍ତି, ରୋଷଦେହ ଶାନ୍ତି, ବନସ୍ପତୟ ଶାନ୍ତି, ସର୍ବଂ ଶାନ୍ତି, ଶାନ୍ତିରେବ ଶାନ୍ତି, ସାମେ ଶାନ୍ତିରେଧି। ବନ୍ଧୁଗଣ, ସମସ୍ତେ ସୁଖରେ ଶାନ୍ତିରେ ଜୀବନ ଯାପନ କରନ୍ତୁ, ଏହି ଚିନ୍ତା ଆମର ପୂର୍ବପୁରୁଷ କରିଥିଲେ, ସିଦ୍ଧ ମୁନିମାନେ କରିଥିଲେ, ବୈଦିକ ଦେବତାମାନେ କରିଥିଲେ। ତେଣୁ ତାହା ଲିପିବଦ୍ଧ କରିଛନ୍ତି। ସର୍ବେଷାଂ ସ୍ୱସ୍ତିରସ୍ତୁ। ଆମେ ଆଜି ଆଲୋଚନା କରିବା ଶନିବାର ବିଷୟରେ। ଡିସେମ୍ବର 27 ଶନିବାର, ସୂର୍ଯ୍ୟାସ୍ତ 5:14:02, ମାନେ 5:14 ପରେ ସୂର୍ଯ୍ୟାସ୍ତ। ଅଶୁଭ ସମୟ ସକାଳ 9:07 ରୁ 10:29 ଅଶୁଭ ସମୟ। ଆଜି ଘାତବାର ଧନୁରାଶି, ଘାତବାର ବୃଷ ସିଂହ କନ୍ୟାର, ବୃଷ ସିଂହ କନ୍ୟା ଏହି ତିନି ରାଶିର ଘାତବାର। ଘାତ ଚନ୍ଦ୍ର ଧନୁରାଶି ପୁରୁଷଙ୍କର ଓ ତୁଳା ରାଶି ମହିଳାଙ୍କର। ମେଷ ରାଶି ପାଇଁ ଆଜି ଆଦୌ ଭଲ ଦିନ ନୁହଁ। ବୃଷ ରାଶି ପାଇଁ ମିଶ୍ରିତ ଦିନ, ଅନ୍ଧାରରୁ ଆଲୋକ ଆସିବା ଦିନ। କିନ୍ତୁ ମେଷ ପାଇଁ, ମେଷର ଅଧିପତି ହେଲେ ମଙ୍ଗଳ, ବାର ହେଲା ଶନି। ଏବେ ଆମେ ଜାଣିଛେ ମେଷର ବାଁ ପଟରେ ମାନେ ମୀନରେ ଅଛନ୍ତି ଶନି। ରାହୁ କେବଳ ଶୁଭ କାମନା କରୁଛନ୍ତି। ବିଛାରେ ବୁଧ ରହି ଅଷ୍ଟମ ସ୍ଥିତି ହେତୁ ସିଏ ବି ଟିକେ ଶୁଭ କାମନା କରୁଛନ୍ତି। ନହେଲେ ମେଷ ପାଇଁ ତୃତୀୟ ବୃହସ୍ପତି, ପଞ୍ଚମ କେତୁ, ଅଷ୍ଟମ ଶୁକ୍ର, ନବମ ମଙ୍ଗଳ, ନବମ ରବି ଆଉ ଦ୍ୱାଦଶ ଶନି, ଏମାନେ ସମସ୍ତେ ଅହିତ କାମନା କରୁଛନ୍ତି। ଏହି ଦୃଷ୍ଟିକୋଣରୁ ମେଷ ରାଶିର ଲୋକମାନେ ଅଧିକାଂଶ ସମୟରେ କଷ୍ଟ ଭୋଗୁଛନ୍ତି। ଏହି ଶନିବାର ଦିନ ସେଠି ଅଧିକ କଷ୍ଟ ହୋଇବେ। ବ୍ୟୟଭାର ବଢ଼ିଯିବ। ବ୍ୟୟ ନ କଲେ, ଖର୍ଚ୍ଚ ନ କଲେ ଅସୁବିଧା ହେବ। ଖର୍ଚ୍ଚ କଲେ ବି ଅସୁବିଧା ହେବ। ତେଣୁ ମେଷ ରାଶିର ବନ୍ଧୁଙ୍କୁ ଅନୁରୋଧ କରୁଛି ମୁଁ, ସେମାନେ ଚେଷ୍ଟା କରନ୍ତୁ। ଶୀତ ଲାଗୁଛି, ଆଉ ସୂର୍ଯ୍ୟୋଦୟ ପୂର୍ବରୁ ଟିକେ ଉଠନ୍ତୁ। ସେଇ ସେଜରେ ସିନା ବସନ୍ତୁ, ଉଠି ପଡ଼ନ୍ତୁ। ଉଠିକିରି ଘୋଡ଼େଇ ଘାଡ଼େଇ ହେଇ ବସନ୍ତୁ। ଏତିକି କାମ କରନ୍ତୁ, ମେଷ ରାଶି ପାଇଁ କିଛି ଦୁଃଖ ଲାଘବ ହେବ। ଆଖିଟା ମେଲା କରନ୍ତୁ। ହଁ, 27 ତାରିଖ ଶନିବାର ମେଷ ରାଶି ପାଇଁ ବଡ଼ ଅଶୁଭ। ଶନିବାର ହିଁ ସମସ୍ୟାର ମୁଖ୍ୟ କାରଣ। ପୁଣି
ସକାଳ 9:10ରୁ ଦ୍ୱିଜା ନକ୍ଷତ୍ରର ଅଶୁଭ ସମୟ ଆରମ୍ଭ ହେବ। ଆଜି ବୃଥା ବ୍ୟୟ ହେବ, ବ୍ୟୟଭାର ବଢ଼ିଯିବ, ଦେହ ସାମାନ୍ୟ ଅସୁସ୍ଥ ହେବ। ଯଦି ଜାତକରେ ଅଷ୍ଟମ ଘରେ ଚନ୍ଦ୍ର କି ବୁଧ ନଥିବେ, ଅନ୍ୟ ଗ୍ରହ ଥିବେ, ତାହେଲେ ଏହି ଯନ୍ତ୍ରଣା ଅସହ୍ୟ ହେବ। ଅଷ୍ଟମରେ ଚନ୍ଦ୍ର ବା ବୁଧ ବ୍ୟତୀତ ଅନ୍ୟ ଗ୍ରହ ଥାନ୍ତି, ତେବେ ଦେହ ସମସ୍ୟା ବଢ଼ିଯିବ, ସ୍ୱାସ୍ଥ୍ୟ ସମସ୍ୟା ଗୁରୁତର ହେବ, ଆଖି ଯନ୍ତ୍ରଣା ବାଧିବ, ଖାଦ୍ୟପେୟ ରୁଚିକର ହେବନି, ପ୍ରିୟ ଲୋକଙ୍କ ବ୍ୟବହାର ବି ତିକ୍ତ ଲାଗିବ। ଆଉ ଯିଏ ଅପ୍ରିୟ ତାଙ୍କ ମୁହଁକୁ ଚାହିଁବାକୁ ଇଚ୍ଛା ହେବନି, କାରଣ ଆମେ ନିଜେ ଖରାପ। ଆମର ମନ୍ଦ ସମୟ ଚାଲୁଛି ବୋଲି ଆମକୁ ଦୁନିଆଟା ଅନ୍ଧକାର ଦିଶୁଛି। ଯିବା ବୃଷ ପାଖକୁ। 27 ତାରିଖ ଶନିବାର, ବୃଷ ରାଶିର ଘାତ ବାର। କେଉଁଠି ଆଘାତ ଲାଗିଯାଇପାରେ। ପୁଣି ସକାଳ 9:10 ପରେ ରୋହିଣୀ ନକ୍ଷତ୍ରର ଅଶୁଭ ସମୟ ଆରମ୍ଭ ହେବ। ତଥାପି ଆଜି ଲାଭକାରକ ଦିବସ, ମାନସିକ ଅବସାଦ ମିଳେଇଯିବ। ଆଜି ନୂଆ ବନ୍ଧୁଙ୍କ ସହ ସମ୍ପର୍କ ସ୍ଥାପିତ ହେବ। ପୁରୁଣା ବନ୍ଧୁଙ୍କ ସହିତ ଘନିଷ୍ଠ ଭାବ ଆସିବ। ସ୍ୱାସ୍ଥ୍ୟ, ସୁଖ, ଧର୍ମ, ଅର୍ଥ ଏସବୁ ଲାଭ ହେବ। ବିଶେଷତଃ ବାଣିଜ୍ୟ, ସେବା, ବୃତ୍ତି, ବ୍ୟବସାୟରେ ଯେଉଁମାନେ ବଞ୍ଚିଛନ୍ତି ସେମାନଙ୍କର ବଢ଼ିଆ ଲାଭ ହେବ। ସ୍ୱାସ୍ଥ୍ୟଗତ ସମସ୍ୟା ନାହିଁ। ଲୌକିକ ସୁଖ ଆଜି ବିଶେଷ ଆନନ୍ଦ ଦେବ। ଖାଲି ଟିକେ ଘାତ ବାର, ନହେଲେ ଅସୁବିଧା କିଛି ନାହିଁ। ଜଗି ରଖି ଚଳିଲେ ହୁଏତ ସୁବିଧା ମିଳିପାରେ, କାରଣ ବିଧି ବିଧାନ ବିଚିତ୍ର, ତାଙ୍କ ଚିନ୍ତା କ'ଣ କିଏ ଜାଣେ। 27 ତାରିଖ ଶନିବାର, ମିଥୁନ ରାଶି ପାଇଁ ଶୁଭ। ହେଲେ 9:10 ପରେ ଆର୍ଦ୍ରା ନକ୍ଷତ୍ରର ଅଶୁଭ ସମୟ ଆରମ୍ଭ ହେବ। ଆଜି ଅର୍ଥଲାଭ ଯୋଗ ଅଛି। ଧନ ଆଉ ସୁଖ ଦୁଇଟା ମିଳିବ। ଧନପତି ଯଦି ଜାତକରେ ଭଲ ଜାଗାରେ ଅଛନ୍ତି, ସୁସ୍ଥ ଅବସ୍ଥାରେ ଅଛନ୍ତି, ନିଚରେ ନାହାନ୍ତି କି ଅଷ୍ଟମରେ, ତୃତୀୟରେ, ଷଷ୍ଠରେ, ଦ୍ୱାଦଶରେ ନାହାନ୍ତି ଧନପତି, ତାହେଲେ ଆଜି ବଢ଼ିଆ ଲାଭ ହେବ, ମାଲେମାଲ ହେଇଯିବେ। ଦେଖନ୍ତୁ ଜନ୍ମ ଜାତକ। ଦ୍ୱିତୀୟ ଘର ଧନ ବଢ଼େଇଥାଏ। ସେ ଘର ତା ପାଇଁ ନିଚରେ ବା ଶତ୍ରୁ ଘରେ ନଥିବେ କିଏ ଧନପତି, ତେବେ ଜାଣନ୍ତୁ ଆପଣ ଆଜି ମାଲେମାଲ ହୋଇଯିବେ। ବଢ଼ିଆ ଦିନ। ନହେଲେ ମଧ୍ୟମ ଲାଭ ହେବ। ମିଥୁନ ରାଶିର ଲୋକମାନେ କେହି ଆଜି ଅଭାବ ଭୋଗିବେନି। ହାତକୁ 2 ପଇସା ନିଶ୍ଚୟ ଆସିବ। ଯେନ ତେନ ପ୍ରକାରେଣ ଅର୍ଥ ଲାଭ ଭବତି, ଏଇ ଯେଉଁ ନୀତିବାଣୀ ଲେଖା ହେଇଛି ତାହା ମଧ୍ୟ ସତ୍ୟ। ହାତକୁ ଭଲ 2 ପଇସା ଆସିବ, ଦେହ ମୁଣ୍ଡ ଠିକ୍ ଠାକ୍ ରହିବ, ସମସ୍ୟା ନାହିଁ। ହେଲେ ଯେଉଁମାନେ ଟିକେ ଅଧିକ ଆଶା କରୁଛନ୍ତି ସେମାନେ ଟିକେ ଜାତକ ଦେଖିଦେବା ଉଚିତ। 27 ତାରିଖ ଶନିବାର, କର୍କଟ ରାଶିର ପୁଷ୍ୟା ନକ୍ଷତ୍ରର ସକାଳ 8:10 ପରେ ଅଶୁଭ ସମୟ ଆରମ୍ଭ ହେବ। ଆଜି କର୍କଟ ପାଇଁ ଭଲ ଦିନ କି ନା? ଆଜି କର୍କଟ ପାଇଁ ଭଲ ଦିନ ନୁହେଁ। ଆଜି ଇଚ୍ଛା ନଥିଲେ ବି ଶୁଖିଲା ହସ ହସନ୍ତୁ, କାରଣ ମାନସିକ ଅବସାଦ ଆଜି ଘାଣ୍ଟି ଚକଟି ପକାଇବ। କେହି ବୁଝିବନି। ବନ ପୋଡ଼ିଗଲେ ସଭିଏଁ ଜାଣନ୍ତି, ମନ ପୋଡ଼ିଗଲେ ଜାଣେ ଏକା ମନ। ତେଣୁ
ଆମେ ମୁଁ ଭିତରେ ମଲିଣି ଉପରେ ହସୁଛି ଏହି ମୋର ପରିଚୟ। କର୍କଟ ରାଶି ପାଇଁ ଆଜି ସେହିଭଳି ଦହଗଞ୍ଜିଆ ଦିନ। ଉପରେ ହସନ୍ତୁ, କାରଣ ବିଧାତା ଆଜି ଅପମାନିତ କରିବା ପାଇଁ ଯୋଜନା କରିଛନ୍ତି। ଯେତେ ଚେଷ୍ଟା କଲେ ବି ଅପମାନ ରାକ୍ଷସ କବଳରୁ ମୁକ୍ତ ହେବା କଷ୍ଟକର। ହେଲେ ଚେଷ୍ଟା କରନ୍ତୁ, କାହାକୁ ସମର୍ଥନ କରିବେନି, ବିଶ୍ୱାସ କରିବେନି। ଅବିଶ୍ୱାସ ଅଚିହ୍ନା ଲୋକକୁ ଜମା ନୁହଁ, ଚିହ୍ନା ଲୋକକୁ ସାମାନ୍ୟ। କାହାକୁ ବିଶ୍ୱାସ ନାହିଁ। ଆଜି କର୍କଟ ରାଶି ବିଶ୍ୱାସ କଲେ ହଇରାଣ ହେବେ। ଅଚିହ୍ନାକୁ ବିଶ୍ୱାସ କଲେ ହଇରାଣ ହେବେ, ଚିହ୍ନା ଲୋକଙ୍କୁ ବିଶ୍ୱାସ କଲେ ଖର୍ଚ୍ଚାନ୍ତ ହେବେ। ସେମାନେ ସବୁ ଦୁହିଁ ନେଇଯିବେ। ଆମେ ଯେମିତି ବାଛୁରୀକି ପିଇବାକୁ ନ ଦେଇ ଗାଈ ପହ୍ନାରୁ ସବୁ ଦୁହିଁ ଆଣୁ। ଚିହ୍ନାକୁ ବିଶ୍ୱାସ କଲେ ଖର୍ଚ୍ଚାନ୍ତ ହେବେ, ପରେ ପସ୍ତେଇବେ। ବୃଥା ବ୍ୟୟଯୋଗ ଅଛି। ତେଣୁ ଉପରେ ହସନ୍ତୁ, ଉପରେ ହସେ ମୁଁ ଭିତରେ କାନ୍ଦଇ ଏହି ମୋର ପରିଚୟ। 27 ତାରିଖ ଶନିବାର, ସିଂହର ଆଜି ଘାତବାର। ସିଂହର ଆଜି ଘାତବାର। 9:10 ପରେ ମଘା ନକ୍ଷତ୍ରର ଅଶୁଭ ସମୟ ଆରମ୍ଭ ହେବ। ଦେହ ଅସୁସ୍ଥ ହେବ। ସମ୍ପୂର୍ଣ୍ଣ ଅଶୁଭ ଦିନ ଆଜି ସିଂହ ରାଶି ପାଇଁ। ଖାଦ୍ୟ ରୁଚିକର ହେବନି। ଦୁର୍ଘଟଣା ଭୟ ଅଛି। ଦୁର୍ଘଟଣା ଭୟ ଅଛି। ନିଜର ସୁଖ ଶାନ୍ତି କଥା ଭାବନ୍ତୁ ନାହିଁ। ଗୋଟିଏ କଥା ଭାବନ୍ତୁ, ମୁଁ କିଭଳି ଅନ୍ୟକୁ ସହଯୋଗ କରିବି। ଅନ୍ୟର ଭୁଲ ନ ଖୋଜି ନିଜ ଭୁଲ ଖୋଜନ୍ତୁ, ନହେଲେ ଅପମାନିତ ହେବେ। ଆଜି ଚୁପଚାପ ରହନ୍ତୁ। ସବୁ ଦିଗରୁ ସମସ୍ତ ପ୍ରକାର ବ୍ୟକ୍ତି ଆପଣଙ୍କୁ ହଇରାଣ କରିପାରନ୍ତି। ଯଦି ଚୁପଚାପ ରହିବେ, କାହା କଥାରେ ମୁଣ୍ଡ ପୁରେଇବେନି, ଯିଏ ଯାହା କହୁଛି କହୁ ପଛକେ ମୁଁ ଶୁଣିବିନି, ମୋତେ ଶୁଭୁନି କିଛି, ତାହେଲେ ଭଲରେ ଭଲରେ ପଳେଇଯିବ। ଯଦି କେଉଁ କଥାକୁ ଶୁଣିବେ, ଗଣ୍ଠି କରିବେ, ଭାବିବେ, ତାହେଲେ ନିଜର କ୍ଷତି ହେବ, ଅନ୍ୟର କାହାର ନୁହେଁ। ମାନେ ସିଂହ ରାଶିର ଆଜି ମୋଟାମୋଟି ଭଲ ଦିନ ନୁହେଁ, ଠିକ୍ କର୍କଟ ଭଳି। 27 ତାରିଖ ଶନିବାର, କନ୍ୟାର ଆଜି ଘାତବାର। କେଉଁଠି ବାଡ଼େଇ ପିଟି ହୋଇଯିବ। ହେଲେ ଆଜି ଆଦର ସମ୍ମାନ ମିଳିବ। ଆଦର ସମ୍ମାନ ମିଳିବନି ତ ବଢ଼ିଯିବ। ଧନାଗମ ଯଥେଷ୍ଟ ହେବ। ଯିଏ ଯେତିକି ପାଉଥିଲେ ତାଠୁ ଟିକେ ଅଧିକ ରୋଜଗାର କରିବେ। ଭଲ ଅମଳ ହେବ ଚାଷୀମାନଙ୍କର। ଭଲ ନିଦ ହେବ। ବ୍ୟବସାୟରୁ, ସେବକ ସେବାରୁ, ବୃତ୍ତିଧାରୀ ଚାକିରିରୁ ଯିଏ ଯେତିକି ଆୟ ରୋଜଗାର କରୁଥିଲେ ତାହା ଏ ଦିନ ମାନେ ଆଜି ଶନିବାର ଟିକେ ବଢ଼ିଯିବ। ଟିକେ ଖାତିର ବଢ଼ିଯିବ, ସମ୍ମାନ ବଢ଼ିଯିବ, ଆୟ ବଢ଼ିଯିବ। ନିଜ ମୁହଁକୁ ଦର୍ପଣରେ ଦେଖି ଆପଣ ହସିବେ, ମୁଁ କେଡ଼େ ସୁନ୍ଦର। ମାନେ ସ୍ୱାସ୍ଥ୍ୟ ବଢ଼ିଯିବ, ରୂପ ବଢ଼ିଯିବ। ବାହାର ଲୋକ ପ୍ରଶଂସା କରୁଥିବେ, ତା ମଧ୍ୟ ଶୁଣିବେ। ସବୁ ଆଜି ବଢ଼ି ବଢ଼ିଯିବ, କିଛି ହାନି ହେବନି। ଶନିବାର, ପୁଣି ରାଶ୍ୟାଧିପତି ହେଲେ ବୁଧ। ବୁଧ ଆଉ ଶନିଙ୍କର ମିତ୍ରତା ଅଛି ତ, ଏଇଥିପାଇଁ। 27 ତାରିଖ ଶନିବାର, ତୁଳା ରାଶି, ସ୍ୱାତି ନକ୍ଷତ୍ରର ଦିନ 9:10ରୁ ଅଶୁଭ ସମୟ ଆସିବ। ବନ୍ଧୁ ସହଯୋଗ ପାଇବେ। ଋଣ ରୋଗ ଶତ୍ରୁ ଆଜି ପରାହତ ହେବେ। ଋଣ କରିବାକୁ ପଡ଼ିବନି। ଋଣଦାତା ଆଜି ହଇରାଣ କରିବେନି। କାହା ପାଖରେ ହାତ ବାତିବାକୁ ପଡ଼ିବନି। ରୋଗ
ତା ଜାଗାରେ ସେ ରହିଥିବ, ଆଜି କଷ୍ଟ ଦେବନି, ଶୋଇକିରି ଥିବ, ପୁଣି ତାକୁ ସୁଯୋଗ ମିଳିଲେ ସେ ଆକ୍ରମଣ କରିବ। ଆଉ କ'ଣ, ଆଜି ରୋଗ କଷ୍ଟ ନାହିଁ, ଋଣର କଷ୍ଟ ନାହିଁ। ଶତ୍ରୁ ଯେଉଁମାନେ ଥଟ୍ଟା ପରିହାସ କରନ୍ତି, ହଇରାଣ କରନ୍ତି, ବିଶେଷ କରି ପଡ଼ୋଶୀ ଆଉ ଭାଇ, ଏଇ ଦୁଇ ଜଣ ତ ହଇରାଣ କରନ୍ତି, ଆଉ କିଏ କି? ତେଣୁ ସେମାନେ ବି ଆଜି ପୀଡ଼ା ଦେଇପାରିବେ ନାହିଁ। ହଁ, ବ୍ୟବସାୟ କୃଷି କ୍ଷେତ୍ର ଆଜି ଜାଗାରୁ ଭଲ ଆୟ ହେବ। ଯେଉଁମାନେ କଞ୍ଚା ପଇସା ନୀତି ଧରନ୍ତି, ବ୍ୟବସାୟୀ, ଆଇନଜୀବୀ, ଚିକିତ୍ସକ, ଭିକାରୀ, ପୂଜକ, ସେମାନେ ସମସ୍ତେ ଆଜି ଭଲ ବଢ଼ିଆ ଆୟ କରିବେ, ଭଲ ରୋଜଗାର ହେବ। କୃଷକଙ୍କର ଅମଳ ମଧ୍ୟ ଯଥେଷ୍ଟ ହେବ, ସେମାନେ ଖୁସିରେ ଜୀବନଯାପନ କରିବେ। ସ୍ୱାସ୍ଥ୍ୟ ସମସ୍ୟା ନାହିଁ, ଯଥେଷ୍ଟ ବେଶୀ ଆୟ ହେବ। ବ୍ୟବସାୟୀମାନଙ୍କର ବଢ଼ିଆ ଲାଭ ହେବ, ଦେହ ସୁସ୍ଥ ରହିବ। ତୁଳା ରାଶି ମହିଳାଙ୍କର ଆଜି ଘାତ ଚନ୍ଦ୍ର, ତୁଳା ରାଶି ମହିଳାଙ୍କର ଘାତ ଚନ୍ଦ୍ର। ତେଣୁ ମା ଭଉଣୀମାନେ, ତୁମର ଅସ୍ତ୍ରଶସ୍ତ୍ର ଅଛି, ଛୁରୀ, କଇଁଚି, ଛୁଞ୍ଚି, ସପେନ୍, ପନିକି, ତାକୁ ଟିକେ ସମ୍ମାନ ଦିଅନ୍ତୁ, ମାନେ ଜଗି ରଖି ବ୍ୟବହାର କରନ୍ତୁ, ନହେଲେ କେତେବେଳେ କେଉଁଠି କଟିଯିବ। ଶୀତ ଦିନ ଭାରି କାଟିବ। ହଁ, 27 ତାରିଖ ଶନିବାର ବିଛା ରାଶି ପାଇଁ ସକାଳ 9ଟା 10 ପରେ ଅନୁରାଧାର ଅଶୁଭ ସମୟ ଆରମ୍ଭ ହେବ। ଅଶୁଭ ବାର ହେତୁ ସବୁଥିରେ ବାଧା ଆସିବ। ତଥାପି ବିଛା ରାଶି ପାଇଁ ଆଜି ଶୁଭ ଦିନ, ସୁଖ ନିଦ୍ରା ହେବ, ରୁଚିକର ଖାଦ୍ୟ ଆଉ ମନ ମୁତାବକ ବନ୍ଧୁ ଭାଇ ମିଳିବେ। ଆଜି ସବୁକିଛି ହେବ, ଶାରୀରିକ ସମସ୍ୟା ନାହିଁ। ପାରିବାରିକ ଜୀବନ ସୁଖକର ହେବ, ଲୋକ ସମ୍ପର୍କ ବଢ଼ିବ। ଯିଏ ଯେଉଁ ବୃତ୍ତିରୁ ବଞ୍ଚୁଛନ୍ତି ତାହା ଆଜି ବନ୍ଦ ହେବନି, ଚାଲିବ। କର୍ମମୁଖର ଜୀବନ ଆଜି। ଖାଦ୍ୟ ପେୟ, ଶୟନ, ଭ୍ରମଣ ସବୁଥିରେ ଆନନ୍ଦ ପାଇବେ। ଆଉ ଲୋକେ ଆପଣଙ୍କର ପ୍ରଶଂସା କରିବେ, ତୁମେ କେତେ ଭଲ। ସେଇ ତ ଅସୁବିଧା, ଯେଉଁଠି ମୁଖ ପ୍ରଶଂସା ସେଇଠି ସ୍ୱାର୍ଥ। କେବେ ବି ଜୀବନରେ ମୁଖ ପ୍ରଶଂସା ଶୁଣି ଖୁସି ହୁଅନ୍ତୁନି, ହେଲା। ମୁଁ ଥରେ ମୋର ବନ୍ଧୁଙ୍କର ପ୍ରଶଂସା କଲି। ସେ ମୋତେ କହିଲେ, ତୋ ବାଁ ହାତ ଟିକେ ମୋତେ ଦେନି। ମୋ ହାତକୁ ନେଇଗଲେ, ତାଙ୍କ ବାଁ କାନକୁ ଧରେଇ ଦେଲେ, କହିଲେ, ୟାକୁ ଏ ଜୋରରେ ମୋଡ଼, ଡାହାଣ ଗାଲରେ ଜୋରରେ ଚାପୁଡ଼ା ଦେ, ସେଇଟା ମୋତେ ଭଲ ଲାଗିବ। ତୁ ଯେଉଁ ମୋର ଗୁଣଗାନ କରୁଛୁ ସେଇଟା ଭାରି ବାଧୁଛି ମୋତେ। କାହିଁକି ନା ସେ ଜ୍ଞାନୀ। ମୃଷ ମୁଖ ପ୍ରଶଂସା ଶୁଣି ଜ୍ଞାନୀମାନେ କାନ୍ଦନ୍ତି। ମୁଖ ପ୍ରଶଂସା ଶୁଣିଲେ ଭାରି ବାଧେ ତାଙ୍କୁ। ଆଉ ଯେଉଁମାନେ ମୂର୍ଖ ସେମାନେ ମୁଖ ପ୍ରଶଂସା ଶୁଣିଲେ ଖୁସି ହୁଅନ୍ତି। ଦେଖିବା ଆପଣଙ୍କ ସ୍ଥାନ କେଉଁଠି। 27 ତାରିଖ ଶନିବାର, ଧନୁ ରାଶି ପାଇଁ ଅଶୁଭ ଦିନ। ଦିନ 9ଟା 10 ପରେ ପୂର୍ବଷାଢ଼ା ନକ୍ଷତ୍ରର ଅଶୁଭ ସମୟ ଆସିବ। ଧନୁ ରାଶି ପୁରୁଷଙ୍କର ଆଜି ଘାତଚନ୍ଦ୍ର, ଦେହ ଅସୁସ୍ଥ ହେବ। ବିଶେଷତଃ ପୂର୍ବଷାଢ଼ା ନକ୍ଷତ୍ର ଯୁକ୍ତ ପୁରୁଷ ଅଧିକ ପୀଡ଼ିତ ହେବେ। ତୁମ ମାଙ୍କ ଦେହ ବି ଖରାପ ହେବ। କୁଟୁମ୍ବରେ କଳହ ଲାଗିଯିବ। ତୁମ ଚରିତ୍ର ପ୍ରତି କେହି ଆଙ୍ଗୁଳି ଦେଖେଇ କୁମନ୍ତବ୍ୟ ଦେବେ। ଧନୁ ପାଇଁ ଆଜି ଜମା ଭଲ ଦିନ ନୁହଁ। ଧନୁ ରାଶିର ପୁରୁଷ ହେଇଥିବେ, ନକ୍ଷତ୍ର ପୂର୍ବଷାଢ଼ା ହେଇଥିବ, ସେ ଟିକେ ଘୋଡ଼େଇ ଘାଡ଼େଇ ହେଇକି ରହିବା ଉଚିତ। ତା ନହେଲେ ଆଜି ରୋଗ ବ୍ୟାଧି ତାଙ୍କୁ ବଡ଼ ହଇରାଣ କରିବ, ଭାରି କଷ୍ଟ ଭୋଗିବେ। ଶୀତ ଦିନ, ପୁଣି ଉତ୍ତରା ପବନ ଅଛି ବହୁଛି, ଟିକେ ହୁସିଆର ରହନ୍ତୁ, ଗରମ ଚିକିତ୍ସାରେ ରହନ୍ତୁ। କହି ହେଉନି କ'ଣ ହେବ।
27 ତାରିଖ ଶନିବାର ମକର ରାଶି ପାଇଁ ଶୁଭ ଦିନ। ମାତ୍ର ଦିନ 8ଟା 10 ପରେ ମନ ଆମ୍ବିଳା ଆମ୍ବିଳା ହୋଇଯିବ। ମନ ଭଲ ରହିବନି ଆଜି। ମନ ଆମ୍ବିଳା ହେଇଯିବ ମାନେ କ'ଣ? ଦୁଶ୍ଚିନ୍ତା ବଢ଼ିଯିବ। ମୁଁ ଅପରାଧୀ, ମୁଁ ଏ ଭୁଲ କରିଛି ବୋଲି ଏ କଷ୍ଟ ଭୋଗୁଛି, ଏ କଥା ମୋତେ ଶୁଣିବାକୁ ପଡ଼ିଲା। ଏଣୁ ମନ ଆମ୍ବିଳା ଆମ୍ବିଳା ହେଇଯିବ। 9ଟା 10 ପରେ ମନ ଆମ୍ବିଳା ଆମ୍ବିଳା ହୋଇଯିବ ମାନେ କାରଣ ବିନା ମନ ଦୁଃଖ ହେଇଯିବ। କିଛି କାରଣ ନଥିବ। ମୁଣ୍ଡକୁ ସିନା ଦୁଶ୍ଚିନ୍ତା ଆସିବ, କାରଣ ବିହୀନ ଦୁଶ୍ଚିନ୍ତା ମନ ମସ୍ତିଷ୍କକୁ ଆଜି ବିଗାଡ଼ିଦେବ। ପୈତୃକ ସମ୍ପତ୍ତି ପାଇଁ ହୋଇଥିବା ଭାତୃ ବିବାଦର ଆଜି ଅବସାନ ହେବ। ଭାଇ ଭାଇ ମଧ୍ୟରେ, ଭାଇ ଭଉଣୀ ମଧ୍ୟରେ କୌଣସି କଜିଆ କଳି ଝଗଡ଼ା ଆଜି ହେବନି। ପରସ୍ପର ଭେଟିବେ ଆଉ ପୁଲକିତ ହେବେ, ଆହ୍ଲାଦିତ ହେବେ। ଭାତୃ ସମ୍ପର୍କ ଆଜି ମଧୁମୟ ହେବ। ଧନ ଲାଭ ଯଥେଷ୍ଟ ହେବ। ଦେହ ମନ ମୁଣ୍ଡ ଠିକ୍ ଠାକ୍ ରହିବ। ବ୍ୟବସାୟୀ ସାନ ହେଉ କି ବଡ଼ ହେଉ, ସେ ସୁନା ବିକୁ କି ଚୁନା ବିକୁ, ପାରା ବ୍ୟବସାୟ କରୁ କି ହୀରା ବ୍ୟବସାୟ କରୁ, ସମସ୍ତଙ୍କର ଆଜି ବଢ଼ିଆ ହେବ। ସେମାନଙ୍କର ଏଇ ବ୍ୟବସାୟ ପ୍ରତି ଆଉ ଟିକେ ମମତା ବଢ଼ିଯିବ। ଆଉ ଟିକେ ଦୁଃଖ ଲାଗିବ, ଏତେ ଗ୍ରାହକ ଆସୁଛନ୍ତି, ଆଉ ଟିକେ ମାଲ ଥିଲେ ଭଲ ହେଇଥାନ୍ତା, ମୁଁଟା ଅଳସୁଆଟା ଆଉ ଇତ୍ୟାଦି। ଏତେ ଲାଭ, ଏତେ ସୁଖ, ଏତେ ଆୟ ହେବ ଯେ ସେମାନେ ନିଜକୁ ବଡ଼ ଭାଗ୍ୟବାନ ଭାବିବେ। 27 ତାରିଖ ଶନିବାର କୁମ୍ଭ ରାଶି ପାଇଁ ଶୁଭ ଦିନ ହେଲେ ବି ଅଶୁଭ। ଶୁଭ ଦିନ ହେଲେ ବି ଅଶୁଭ ମାନେ କୁମ୍ଭ ରାଶିର ଅଧିପତି ଶନି। ଆଜି ଶନିବାର, ଶୁଭ ବାର ହେଲେ ଅଶୁଭ। ଧନାଗମ ହେଲେ ବି ଅଭାବ ବୋଧ ହେବ। ଧନ ଆସିବ କିନ୍ତୁ ଅଭାବ ମେଣ୍ଟିବନି। ନିଜ ଲୋକଙ୍କ ସହିତ କଳହ କରି ଅପରାଧରେ ଗଣା ହେବେ, ଏଣୁ ଅପରାଧୀ। ଦେହ ଖରାପ ହେବ। ବ୍ୟୟ କୌଣସି କାରଣରୁ ଭାରି କଷ୍ଟ ଦେବ, ବ୍ୟୟ ବଢ଼ିଯିବ। ଅକୁହା ବେଦନା, ଅଜାଗା ଘା ଦେଖି ହୁଏ ନା କି କହି ଦେଖେଇ ହୁଏ ନା। ମନ ବିଚଳିତ ହେବ। ଦିନ 9ଟା 10 ପରେ ଶତଭିଷା ନକ୍ଷତ୍ରର ଅଶୁଭ ସମୟ ଆରମ୍ଭ ହେବ। ଟିକେ ସାବଧାନ ଦରକାର। ଶତଭିଷା ହୁସିଆର। ଶତଭିଷା ନକ୍ଷତ୍ର କୁମ୍ଭ ରାଶିଙ୍କୁ ସତର୍କ କରିଦିଆଗଲା, ସାବଧାନ। କହି ହେଉନି କ'ଣ କେତେବେଳେ ହେଇପାରେ। ହଁ, ଆକ୍ସିଡେଣ୍ଟ ମେ ବି ହେଇପାରେ। ହୁ କ୍ୟାନ୍ ସେ ହ୍ୱାଟ୍ ୱିଲ୍ ବି। ତଥାପି ଈଶ୍ୱରଙ୍କୁ ଡାକନ୍ତୁ। 27 ତାରିଖ ଶନିବାର ମୀନ ରାଶି ପାଇଁ ଭଲ ଦିନ। ଦିନ 9ଟା 10 ଯାଏ ପୂର୍ବଭାଦ୍ର ନକ୍ଷତ୍ରର ଓ ଦିନ 9ଟା 10 ପରଠାରୁ ଉତ୍ତର ଭାଦ୍ର ନକ୍ଷତ୍ର ପାଇଁ ବହୁତ ଭଲ ଦିନ। ସମସ୍ତ ମୀନରାଶି ଜନତା ଆଜି ଏକ ଅଭୂତପୂର୍ବ ଆନନ୍ଦ ଲାଭ କରିବେ। ଆନନ୍ଦ ମୁଖର ଦିନରେ ତାଙ୍କର ଦୀର୍ଘ ସ୍ୱପ୍ନ ସାର୍ଥକ ହେବ। ଦୀର୍ଘ 3 ଦିନ ହେଲାଣି ଏହି ମୀନରାଶି ଲୋକମାନେ ଏକ ଅକୁହା ବେଦନାରେ ଛଟପଟ ହେଉଛନ୍ତି। ବିଧାତା ଆଜି ଏ ସମସ୍ତ ସମସ୍ୟାର ସରଳ ସମାଧାନ କରି ସେମାନଙ୍କ ପାଇଁ କରୁଣା କରିବେ। ଯାବତୀୟ ସୁଖ ଯାହା ଯାହା ବ୍ୟକ୍ତି ଖୋଜେ, ଯେଉଁ ଲୌକିକ, ପାରିବାରିକ, ସାମାଜିକ, ଆର୍ଥିକ, କାୟିକ, ବୌଦ୍ଧିକ, ପାରମାର୍ଥିକ ସୁଖ ବ୍ୟକ୍ତି ଖୋଜୁଥାଏ, ଯାହାର ମନ ଯେଡ଼େ ତାହାର ପ୍ରଭୁ ସେଡ଼େ, ଏହି ନ୍ୟାୟରେ ବ୍ୟକ୍ତି ସମୁଦାୟଙ୍କୁ ସେମାନଙ୍କୁ ସେମାନଙ୍କର ମନ ଲାଖି ସୁଖ ମିଳିଯିବ। ବନ୍ଧୁ, ଏମିତି ସମସ୍ତେ ସୁଖରେ ଥାନ୍ତୁ। ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟାଃ, ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କଶ୍ଚିତ୍ ଦୁର୍ଭାଗ୍ୟଂ ଭବେତ୍। ମୁଁ ପୁଣି ଆସନ୍ତାକାଲି ଅପେକ୍ଷା କଲି। ଏମିତି ଭେଟଘାଟ ହେଉଥିବା, ଦୁଃଖ ସୁଖ ହେଉଥିବା
ଆପଣ ହସୁଥିବେ, ମୁଁ ଦେଖୁଥିବି, ମୁଁ ହସୁଥିବି, ଆପଣ ଶୁଣୁଥିବେ, ଦିନ ଆନନ୍ଦରେ କଟିଯିବ। ନୂଆ ବର୍ଷକୁ ସ୍ୱାଗତ କରିବା। ବନ୍ଧୁ ରହିଲି, ନମସ୍କାର।